ସମସ୍ତେ ଜାଣନ୍ତି ବର୍ତ୍ତମାନ ଓଆରସି ଲେଭେଲରେ ବିଦ୍ୟୁତ ଦର ବୃଦ୍ଧି ପାଇଁ ଗୋଟେ କସରତ ଆରମ୍ଭ ହୋଇଯାଇଛି। ଯେଉଁମାନେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ସେମାନେ ସମସ୍ତେ ଗତ 4 ବର୍ଷ ଧରିକିରି ଲାଭ କରୁଛନ୍ତି, ଡିଭିଡେଣ୍ଡ ଦେଉଛନ୍ତି, ସରକାରଙ୍କୁ ଲାଭାଂଶ ସରକାରଙ୍କୁ ଦେଉଛନ୍ତି, ଅର୍ଥାତ୍ ଦର ବୃଦ୍ଧି ପାଇଁ ଦାବି କରିଛନ୍ତି। ସବୁଠୁ ତା ଦେହରେ ବଡ଼ କଥା ହେଉଛି ଗ୍ରିଡ଼କୋ। ଯେଉଁ ଗ୍ରିଡ଼କୋ ସମସ୍ତଙ୍କଠୁ ଆଣିକରି ଦେଇଥାଏ ତାର ଲାଭ ହେଉଛି ବର୍ତ୍ତମାନ ତାର ଯେଉଁ ପାୱାର ଜେନେରେସନର ହାଇଡ୍ରୋ ପାୱାର ଜେନେରେସନ୍ ତାର 358 କୋଟି ଟଙ୍କା ଗତ ବର୍ଷ ଲାଭ ହୋଇଛି। 358 କୋଟି ଟଙ୍କା କେବଳ ଗ୍ରିଡ଼କୋର ଲାଭ ହୋଇଛି ଏବଂ ତା ପୂର୍ବ ବର୍ଷମାନଙ୍କରେ ମଧ୍ୟ ସେ ଲାଭ କରୁଛି। ଓପିଜିସିର ଗତ ବର୍ଷ 534 କୋଟି ଟଙ୍କା ଲାଭ ହୋଇଛି। ଆଉ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନର 238 କୋଟି ଟଙ୍କା ଲାଭ ହୋଇଛି ଏବଂ ସେହିପରି ଭାବରେ ହାଇଡ୍ରୋ ଇଲେକ୍ଟ୍ରିସିଟି ଉତ୍ପାଦନ କରୁଥିବା ସଂସ୍ଥା OHPGC ଓଡ଼ିଶା ହାଇଡ୍ରୋ ପାୱାର ଜେନେରେସନ୍ କର୍ପୋରେସନ ତାର ମଧ୍ୟ ଲାଭ ହୋଇଛି। ଏ ଲାଭ ସତ୍ତ୍ୱେ ସେମାନେ ସବୁ ପଇସା ଦାବି କରିଛନ୍ତି ଏବଂ ସେ ତାକୁ ଆମେ ବିରୋଧ କରୁଛୁ। ତାର କାରଣ ଲାଭ କରୁଥିବା ସଂସ୍ଥା ସରକାରୀ ସଂସ୍ଥା ଏବଂ ସରକାରଙ୍କ ପାଖରେ ଥିବା ସଂସ୍ଥା ସେ ପୁଣି ପଇସା ମାଗିକରି ସମସ୍ତ ଉପଭୋକ୍ତାମାନଙ୍କୁ ଶୋଷଣ କରିବା ପାଇଁ କି ଗୋଟେ ବାଟ ଖୋଲୁଛି। ସେମାନେ ଡାଇରେକ୍ଟ କରୁନାହାନ୍ତି, ସେମାନେ ଖୋଲିବା ଫଳରେ ଟାଟା କମ୍ପାନୀ କହୁଛି ଯେ ସେମାନେ ମୋତେ ଯେଉଁମାନେ ବିକ୍ରି କରୁଛନ୍ତି ସେମାନେ ଅଧିକ ପଇସା ନେଲେ ମୁଁ କ'ଣ କରିବି, ଏ କଥାଟା ଟାଟା କହିବା ପାଇଁ ସୁଯୋଗ ପାଉଛି। ଏଣୁ ଆମେ ନିଷ୍ପତ୍ତି କରିଛୁ ଆସନ୍ତା 22 ତାରିଖ ଦିନ, ଏଇ ଯେଉଁ ଆସୁଛି 22 ତାରିଖ ଦିନ ଗୁରୁବାର ଦିନ ଆମେ ଗୋଟିଏ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଗୋଟେ ପ୍ରସ୍ତୁତି ବୈଠକ ଆମେ ଡକେଇଛୁ ଏବଂ ତାହା ବୁଧ ମନ୍ଦିରରେ 10:30 ବେଳେ ହେବ। ସମଗ୍ର ରାଜ୍ୟର ସମସ୍ତ ରାଜନୈତିକ ଦଳ ଯେଉଁମାନେ ଟାଟାର ଶୋଷଣ ବିରୋଧୀ, ଯେଉଁମାନେ ଏ ପ୍ରକ୍ରିୟାର ଶୋଷଣ ବିରୋଧୀ, ଉପଭୋକ୍ତାମାନଙ୍କର ସ୍ୱାର୍ଥ ରକ୍ଷାକାରୀ କାର୍ଯ୍ୟରେ ଅଛନ୍ତି, ସବୁ ରାଜନୈତିକ ଦଳ ଏଥିରେ ଯୋଗ ଦେବେ, ତାଙ୍କ ନେତାମାନେ ଯୋଗ ଦେବେ ଏବଂ ଉପଭୋକ୍ତାମାନଙ୍କର ଯେଉଁଠି ଯେଉଁ ବିଦ୍ରୋହ ହୋଇଛି, ଯେଉଁଠି ପ୍ରତିବାଦ ହୋଇଛି, ତାଙ୍କର ପ୍ରତିନିଧିମାନେ ଯୋଗ ଦେବେ। ଆସନ୍ତା 22 ତାରିଖ ଦିନ ବୁଧ ମନ୍ଦିର, ଆମର ଭୁବନେଶ୍ୱରସ୍ଥ ବୁଧ ମନ୍ଦିରରେ ଏ ସଭାର ଆୟୋଜନ କରାଯାଇଛି। ସେଇଠି ନିଷ୍ପତ୍ତି ହେବ ଆମେ ଯଦି ପଇସା ଏଥରକ କମେଇବା ପାଇଁ ଆମେ ଦାବି କରିଛୁ। ଆଗରୁ ବୃଦ୍ଧି ବନ୍ଦ କରିବା ପାଇଁ କହୁଥିଲୁ, ବଢ଼ାଅ ନାହିଁ ବୋଲି, କାରଣ ଏଥର ଟାଟା ବହୁତ ଲାଭ କରିଛି, ଟାଟା ମଧ୍ୟ ଲାଭ କରିଛି। ତାର କାରଣ ହେଉଛି ଟାଟାର ଆମର ଯେଉଁ ପାୱାର ଜେନେରେସନ୍ ହେଇକି ଡିଷ୍ଟ୍ରିବ୍ୟୁସନ୍ ହେଉଥିଲା ସେଥିରେ ଆଗରୁ ଲସ୍ ବହୁତ ହେଉଥିଲା, ବର୍ତ୍ତମାନ ତା କମି ଆସିଛି 17%କୁ। ଆମର ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସମିଶନ୍ ଲସ୍ ବର୍ତ୍ତମାନ 17%କୁ କମି ଆସିଛି ଏବଂ ଟାଟାର କଲେକ୍ସନ୍ ମଧ୍ୟ 97-98% ଟଚ୍ କଲାଣି। ସେହି ଦୃଷ୍ଟିରୁ ଟାଟା ଲାଭ କରିଛି, ବିଭିନ୍ନ ବାଟରେ କରିଛି ଏବଂ ତା ଦେହରେ ଲୋକଙ୍କ ଠାରୁ ଶୋଷଣ କରିବା ପାଇଁକି ଗୋଟେ ମିଟର ବସାଇବା ଯୋଜନା ଆରମ୍ଭ କରିଛି, ସ୍ମାର୍ଟ ମିଟର, ସେ ବାବଦରେ ପଇସା ଆଦାୟ କରୁଛି ଏବଂ ଟାଟା ମଧ୍ୟ ଆମେ ଲକ୍ଷ୍ୟ କରୁଛୁ ଗୋଟେ ଆଡ଼ିସନାଲ୍ ସିକ୍ୟୁରିଟି ଡିପୋଜିଟନାରୀ, ସିକ୍ୟୁରିଟି ଡିପୋଜିଟନାରୀ ଟଙ୍କା ଥିଲା, ପୁଣି ଗୋଟେ ଆଡ଼ିସନାଲ୍ ସିକ୍ୟୁରିଟି ଡିପୋଜିଟନାରୀ ଟଙ୍କା ଆଦାୟ କରିବା ପାଇଁ ଚେଷ୍ଟା କରୁଛି। ତା ସହିତ ଆମେ ସମସ୍ତେ ଜାଣୁଛୁ କିଲୋୱାଟ୍ ପିଛା 20 ଟଙ୍କା କରି ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ଫିକ୍ସଡ ଏନର୍ଜି ଚାର୍ଜେସ୍ ନାମରେ ପ୍ରଚୁର ପଇସା ଆଦାୟ କରୁଛି। ଏଣୁ ସବୁ ପ୍ରକାର ମିଶାମିଶି ଗଲେ ଟାଟାର ଗତ ଯେଉଁ ଦିନଠାରୁ 19 ମସିହାରୁ ଆସିଲାଣି ତାର କେବଳ ଲାଭ ହେବାରେ ଲାଗିଛି। ଟାଟା ଲାଭ କରୁଛି, ଉତ୍ପାଦନକାରୀ କମ୍ପାନୀମାନେ ଲାଭ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆମେ ଦାବି କରିଛୁ ଆମର ଯେଉଁ ହେବ ଓଆରସି ଯେଉଁ ସ୍ଥିର କରିବେ ସେଥିରେ ଆମର ଦର ମାନେ ଏମାନଙ୍କୁ ଦେଉଥିବା ଉପଭୋକ୍ତାମାନଙ୍କୁ ଦେଉଥିବା ବିଦ୍ୟୁତ ଶୁଳ୍କ କମାଇବା ପାଇଁ ଆମେ ଦାବି କରୁଛୁ। ସେ କେଉଁପରି ଭାବରେ ସେ ଦାବିକୁ ଆମେ ରାଜରାସ୍ତାକୁ ନେବୁ ତାହା 22 ତାରିଖ ଦିନ, ଆସନ୍ତା 22 ତାରିଖ ଗୁରୁବାର ଦିନ ଆମେ ବୁଧ ମନ୍ଦିରରେ ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନେବୁ। ଏହା ହେଉଛି ଏଇଥିପାଇଁ ଆପଣମାନଙ୍କୁ ଡାକିଥିଲି ଏବଂ କାରଣ ଏହି ସ୍ୱାର୍ଥ ସବୁ ଲୋକ, ସିଏ ଯେଉଁମାନେ ଟିଭି ଯେଉଁ ଇଏ କରୁଛନ୍ତି ଆମର ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ ହୁଅନ୍ତୁ, ଡାକ୍ତରଖାନାଟିଏ ହେଉ ବା ହୋଟେଲଟିଏ ହେଉ ଏବଂ ସାଧାରଣ ଉପଭୋକ୍ତା
ସମସ୍ତେ ବର୍ତ୍ତମାନ କ୍ଷତିଗ୍ରସ୍ତ ହେଉଛନ୍ତି ଏହି ଦର ବୃଦ୍ଧି ହେତୁ। ଏଣୁ ତା ବିରୁଦ୍ଧରେ ଆମେ ଏ କାର୍ଯ୍ୟ କରୁଛୁ, ଆରମ୍ଭ ହେବ। ଏଣୁ ଆପଣମାନଙ୍କ ସମସ୍ତଙ୍କର ସହଯୋଗ ନେବା ପାଇଁ ନୂଆ ବର୍ଷରେ ଡାକିଥିଲି।